ओम शांति। काल काल महाकाल अजन्मा अभोक्ता अशरीरी निराकार शिव पितांकर निराकारी आत्मिक संतान मानंकु हृदयर सहित ईश्वरीय शुभेच्छा जणाई आजिर प्रभु चिंतनर आलोचना को मु समस्तंको स्वागत जनाउछि। महाभारतर कथावस्तु आमे समस्ते भल भावरे जानिछे। एहा थिला अधर्म विरुद्धरे लड़ेई जाहाकु धर्म युद्ध बोली मध्य कुहा जाउथिला बा कुहा जाए। गोटिए पटे अधर्मी अन्यायी मिथ्यावादी विशाल कौरव सेना, अन्यपटे सत्यनिष्ठ नीतिवंत पांडव पांच भाई मात्र एवं साथी रे सत्यतार शक्तिर आधार सन्निवेशित थिला। जेउ कारणरू मर्यादा पुरुषोत्तम मध्य तांको साथी रे सदा सर्वदा छाई भली रहिथिले। सत्य पुरुष सत्यर साथी हेइथिबा एवं तार सत्यर पराकाष्ठा जोगु ही सत्यर जय हेला। तेबे कथा हेउछि यथार्थ ज्ञानर। जेतेबेले आत्मा एवं परमात्मांकर ज्ञान बुद्धि रे यथार्थ भावरे आसीजिव, कुहा जाए ना, हे अर्जुन तुमे गांडीव उठाओ, तुम सामने रे जो माने अछंती से माने मरी पड़िछंती, तुमे केवल निमित्त हेइ जाओ। यह कौनसी साधारण कथा नुहे, यह ज्ञानवंत बा ज्ञानयुक्त कथा, रहस्ययुक्त कथा। अर्जुन कहिले अर्जनयति अर्जुन, अर्थात जे ज्ञान अर्जन करे से ही वास्तव रे अर्जुन। तेणु एठारे आत्मा को अर्जुन सहित तुलना करा जाइछि। परमात्मा कहउछंती, हे सत्यनिष्ठ आत्मिक संतान माने तुमे सत्यवंत हुओ, सत्यर पराकाष्ठारे अधर्मी माया बा पंच विकार उपरे विजय प्राप्त कर। तेणु जेतेबेले आत्मा एवं परमात्मांकर ज्ञान बुद्धि रे यथार्थ भावरे आसीजिवो, सेतेबेले सत्यता कारणरू निर्भीकता मध्य आसीजिवो। निराकार शिव पिता कहउछंती, हे मोर प्रिय ब्रह्मावश्च संगम जुगी श्रेष्ठ ब्राह्मण सुफरिस्ता संतान माने तुमको मु जो सत्य ज्ञान प्रदान करुछि वर्तमान, तुमे निर्भीक होई समस्तंको सुनाओ। अज्ञान अंधकाररु समस्तंको आलोक को आण। जेहेतु तुमे माने हेउच शिवंकर शक्ति सेना, तुम पाई सबुठारु उच्च लक्ष्य हेउछि निराकार शिव बाबांकर स्मृति रे निरंतर रहिबार। एहा द्वारा आत्मारु जन्म जन्मांतरर विकर्म आउ पाप भस्म होई जाए। कर्म भोग चुक्त ही जाई आत्मा शक्तिशाली ही थाए, निर्भीक आउ सत्यवादी ही थाए। कर्मातीत अवस्थार सहजरे प्राप्त ही थाए। तेबे जेउ माता पितांको ठारू अपार सुख शांति मिलुछि, पिला माने कहउछंती कि बाबा आपणकर स्मृति भूली ही जाउछि। यह केड़े आश्चर्यर कथा। सेथिपाई बाबा कहउछंती, पिला माने देही अभिमानी अर्थात आत्म अभिमानी हेई रहिबार
ପୁରୁଷାର୍ଥ କରି ଚାଲ, ତେବେ ବାବାଙ୍କର ସ୍ମୃତି ଭୁଲି ହେବ ନାହିଁ। ସେଥିପାଇଁ ସକାଳୁ ସକାଳୁ ବା ଅମୃତ ବେଳାରୁ ଉଠି ଯୋଗରେ ବସିଯାଅ। ଏହା ହିଁ ହେଉଛି ପ୍ରକୃଷ୍ଟ ସମୟ, କାରଣ ଏହି ସମୟରେ ବାତାବରଣ ଶୁଦ୍ଧ ଥାଏ, ଶାନ୍ତ ଥାଏ। ଏହାଦ୍ୱାରା ଭବିଷ୍ୟ ପାଇଁ ଭଲ ରୋଜଗାର ବା ପ୍ରାରବ୍ଧ ଜମା ହେଇପାରିବ। ନିଜେ ନିଜ ସହିତ ତଥା ନିରାକାର ଆତ୍ମିକ ପିତାଙ୍କ ସହିତ କଥାବାର୍ତ୍ତା କରିବାକୁ ହେବ। ଏହି ରାଜଯୋଗ, କର୍ମଯୋଗ ନିଜେ ଶିଖିବା ସହିତ ଅନ୍ୟକୁ ମଧ୍ୟ ଶିଖେଇବାକୁ ହେବ। ରାଜଯୋଗ କହିଲେ ଭବିଷ୍ୟ ରାଜପଦ ପ୍ରାପ୍ତ ପାଇଁ ସହଜରେ ଯେଉଁ ଯୋଗ ହେଇଥାଏ, ଯାହାକୁ ଭବିଷ୍ୟଦୈବୀ ରାଜ୍ୟର ରାଜଧାନୀ ପ୍ରଦାନ କରିଲା ବାଲା ସ୍ୱୟଂ ଈଶ୍ୱର ପିତା ହିଁ ଶିକ୍ଷା ଦେଇଥାନ୍ତି। କର୍ମଯୋଗ ଅର୍ଥାତ୍ କର୍ମ କରି ମଧ୍ୟ କର୍ମ ସହିତ ଜଡ଼ିତ ନ ହୋଇ, ବୁଦ୍ଧିର ବନ୍ଧନ କର୍ମ ସହିତ ନ ରହି ନିରାକାର ପରମାତ୍ମାଙ୍କ ସହିତ ଯୋଡ଼ି ହୋଇ ରହିଥାଏ, ତାହା ହିଁ କର୍ମଯୋଗ, ଯାହାକୁ ଶିଖ ଧର୍ମରେ ମଧ୍ୟ କୁହାଯାଏ ହାତ କରଡେ ଦିଲିଆରଡେ। ହାତରେ କାର୍ଯ୍ୟ କର, କିନ୍ତୁ ବୁଦ୍ଧି ବା ହୃଦୟ ବାବାଙ୍କ ସହିତ, ଭଗବାନଙ୍କ ସହିତ ଲାଗି ରହୁ। କେବେ ବି କୌଣସି କଥାରେ ବିରକ୍ତ ହୋଇ ଏହି ଶ୍ରେଷ୍ଠ ଆତ୍ମିକ ପାଠ ପଢ଼ାକୁ ଛାଡ଼ିବାର ନାହିଁ। ସର୍ବୋଚ୍ଚ ବାବାଙ୍କର ସମ୍ମାନ ନିଶ୍ଚିନ୍ତ ରଖିବାକୁ ହେବ, ଯେହେତୁ ଏହି ଦୁନିଆରେ ସର୍ବଶ୍ରେଷ୍ଠ ବା ସର୍ବୋଚ୍ଚ ପଦର ଅଧିକାରୀ କରେଇବାର ମାଲିକ ହେଉଛନ୍ତି ସେହି ସର୍ବୋଚ୍ଚ ପିତା। ଭଗବାନ ବରଦାନ ଦେଉଛନ୍ତି, ନିଜର ପିତାଙ୍କ ସମାନ ବେହଦର ବୃତ୍ତିକୁ ଧାରଣ କରିଥିବା ମାଷ୍ଟର ବିଶ୍ୱ କଲ୍ୟାଣକାରୀ ହୁଅ। ବେହଦର ବୃତ୍ତି ଅର୍ଥାତ୍ ସର୍ବ ଆତ୍ମାଙ୍କ ପ୍ରତି, ଏପରି ନୁହେଁ କି କୌଣସି ସୀମିତ ନିଜର ଭାଇ ବନ୍ଧୁ କୁଟୁମ୍ବ, ଏହା ନୁହେଁ। ବିଶ୍ୱର ପ୍ରତ୍ୟେକ ଆତ୍ମାଙ୍କ ପ୍ରତି କଲ୍ୟାଣକାରୀ ମନୋଭାବ ରଖିବା, ଏହା ହିଁ ହେଉଛି ମାଷ୍ଟର ବିଶ୍ୱ କଲ୍ୟାଣକାରୀ ହେବା। ଯେଉଁମାନେ ନିଜର ଉନ୍ନତିରେ, ନିଜର ପ୍ରାପ୍ତିରେ, ନିଜର ସନ୍ତୁଷ୍ଟତାରେ ଖୁସି ହେଇ ଚାଲୁଛନ୍ତି, ସେମାନେ ହେଲେ ସ୍ୱକଲ୍ୟାଣୀ। ପରନ୍ତୁ ଯେଉଁମାନେ ବେହଦର ମନୋବୃତ୍ତି ରଖି ସେବାରେ ବ୍ୟସ୍ତ ରହୁଛନ୍ତି, ବେହଦ କହିଲେ ଅସୀମିତ, ସାରା ବିଶ୍ୱ ପାଇଁ, ସେମାନଙ୍କୁ କୁହାଯିବ ପିତାଙ୍କ ସମାନ ମାଷ୍ଟର ବିଶ୍ୱ କଲ୍ୟାଣକାରୀ। ଥରେ ଭାବି ଦେଖନ୍ତୁ ତ, ଏହା କୌଣସି ଛୋଟିଆ ବରଦାନ ନୁହେଁ, ଏବଂ ଏହି ବରଦାନ ଦେଲାବାଲା କୌଣସି ଦେହଧାରୀ ସାଧାରଣ ଗୁରୁ ଗୋସେଇଁ ବା ମନୁଷ୍ୟ ନୁହନ୍ତି। ସ୍ୱୟଂ ନିରାକାର ବିଶ୍ୱ ନିୟନ୍ତା ପରମାତ୍ମା ଭଗବାନ ପ୍ରଦାନ କରୁଛନ୍ତି ଏହି ବରଦାନ। ନିନ୍ଦା, ସ୍ତୁତି, ମାନ, ଅପମାନ, ହାନି, ଲାଭ ସବୁଥିରେ ସମାନ ଅବସ୍ଥାରେ ରହୁଥିବା ଆତ୍ମା ହିଁ ବାସ୍ତବ ଯୋଗୀ ଅଟନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆଲୋକପାତ କରିବା। ନିଜେ ପରିବର୍ତ୍ତନ ହେବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରି ଏକ ସୁନ୍ଦର
ସୁସ୍ଥ ନିରୋଗୀ